এই নিম্বার জয়ন্তী মহোৎসব মহামহোৎসব আজ দীর্ঘ 40 ବର୍ଷ ହେଇଗଲା ସୋନପୁର ଜିଲ୍ଲାର ବିଭିନ୍ନ ଅନୁକୋଣରେ এই নিম্বার জয়ন্তী মহোৎসব পালিত হয়ে আসুଅଛି। এই নিম্বার জয়ন্তী মহোৎসব যেকি আমার আদিগুরু নিম্বার্ক মহামুনিଙ୍କ জন্ম দিবস সনাতন ধর্ম অনুসারে নিম্বার্ক সম্প্রদায় গোটে এক বড় সম্প্রদায় ଯେଉଁଥିରେ କି এই କାର୍ଯ୍ୟକ୍ରମରେ ଆମ ନିମ୍ବାର୍କ ସମ୍ପ୍ରଦାୟର ସମସ୍ତ ଗୁରୁ ଭାଇ ହଜାର ହଜାର ସଂଖ୍ୟାରେ ଭକ୍ତରେ ସାମିଲ ହୁଅନ୍ତି। এই ଦିବ୍ୟ କାର୍ଯ୍ୟକ୍ରମରେ ଗୋପାଳ ସହସ୍ରନାମ ପଠନ, ଭଗବତ ଗୀତା ପଠନ, ବିଷ୍ଣୁ ସହସ୍ରନାମ ପଠନ, ହଂସ ଗୀତା ପଠନ ଏବଂ ଆମର ପରମ ପୂଜ୍ୟ ଗୁରୁ ମହାରାଜ ରାମଜୀ ମଠ ଶ୍ରୀରାମପୁରୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇ ଆସୁଅଛି। ବର୍ଷଠାରୁ ଦୀର୍ଘ 10 ବର୍ଷ ହେଲା ଏହାର କଳେବର ବହୁତ ବୃଦ୍ଧି ପାଇଛି, ଯୋଉଟା କି ଆଜି ଆମେ ଲକ୍ଷ୍ୟ କରୁଛୁ ହାରାହାରି 20-25,000 ଭକ୍ତଙ୍କ ସମାଗମ ହେଇଛି এই 5121 ନିମ୍ବାର୍କ ଜୟନ୍ତୀ ଶୋଭାଯାତ୍ରାରେ। ତ ଗୁରୁ ଶିଷ୍ୟ ପରମ୍ପରାର ଭାବଧାରା ସତରେ ସେ ହେଉଛନ୍ତି ଆମର ଗୁରୁ, ସେ ହେଉଛନ୍ତି ବ୍ରହ୍ମା, ସେ ହେଉଛନ୍ତି ବିଷ୍ଣୁ, ସେ ହେଉଛନ୍ତି ମହେଶ୍ୱର। ଏଣୁ ଓଡ଼ିଶା ଜୀବନରେ ଦୁଇଟା ଜିନିଷ ଉପଲବ୍ଧି କରିବା ଆବଶ୍ୟକତା ରହିଛି, ଯୋଉଟା ହେଉଛି ବିଭୁ କୃପା ଏବଂ ଗୁରୁ କୃପା। ଏ ଦୁଇଟା ଜିନିଷର ଅଭାବ ହେଲେ ମଣିଷ ତାର ଚଲା ପଥ ଅନ୍ଧକାର ହେଇଯାଏ ଏବଂ ଗୁରୁଙ୍କର ଆଶୀର୍ବାଦ ବିଭୁଙ୍କ କୃପା ହେଲେ ମଣିଷ ଚଲାପଥକୁ ସୁବିଧା ହୋଇ ତାଙ୍କର ମନରେ ଭକ୍ତି ଭାବନା ଏବଂ এই যে দিব্য କାର୍ଯ୍ୟଧାରା এই କାର୍ଯ୍ୟଧାରା ହେଉଛି ଆନନ୍ଦମୟ, ଭାବମୟ, ଭକ୍ତିମୟ, ରସମୟ ଦିବ୍ୟ କାର୍ଯ୍ୟଧାରା। ଧନ୍ୟବାଦ। ମୁଁ ଲକ୍ଷ୍ମଣ ପ୍ରସାଦ ପାଣ୍ଡିଆ, ନିମ୍ବାର୍କ ଜୟନ୍ତୀ କେନ୍ଦ୍ର କମିଟି ସମ୍ପାଦକ। ମହାମୁନିନ୍ଦ୍ରାୟ ନମଃ। ଆଜି କାର୍ତ୍ତିକ ପୂର୍ଣ୍ଣିମା, ଭଗବାନ ରାସ ପୂର୍ଣ୍ଣିମା ଉପଲକ୍ଷେ ଆମର ନିମ୍ବାର୍କ ଗୋଷ୍ଠୀ ତରଫରୁ ପ୍ରତିବର୍ଷ ନିମ୍ବାର୍କ ଭଗବାନଙ୍କ ଜୟନ୍ତୀ ପାଳନ କରାଯାଇଥାଏ ଏବଂ ସେହି ଉପଲକ୍ଷେ ଶ୍ରୀମଦ୍ ଭାଗବତଙ୍କର ପଠନ, ଗୋପାଳ ସହସ୍ରନାମ ପଠନ, ହଂସ ଇତିହାସର ବର୍ଣ୍ଣନା ଏବଂ ନିମ୍ବାର୍କ ଗୋଷ୍ଠୀର କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ତେଣୁ ଆଜି এই ନିମ୍ବାର୍କ ଜୟନ୍ତୀର ମହାମହୋତ୍ସବ এই ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇଛନ୍ତି ଏବଂ ଏକ ଶାନ୍ତି ଶୃଙ୍ଖଳା ଭିତରେ ଅନେକ ଲୋକଙ୍କର ସମାରୋହରେ ଏହି କାର୍ଯ୍ୟକ୍ରମ ଆମେ ଅନୁଷ୍ଠିତ କରୁଛୁ। ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ହଜାର ହଜାର ଲୋକଙ୍କର ସମାଗମ ଏବଂ ବିଶେଷତଃ ରାଧାକୃଷ୍ଣଙ୍କର ଲୀଳା, ରାଧାକୃଷ୍ଣଙ୍କର ଜୀବ ଏବଂ ପରମର ସମ୍ପର୍କ ସମ୍ପର୍କରେ ଆଲୋଚନା କରାଯାଏ। ଜୟ ଜଗନ୍ନାଥ। ନାଟା ସତ୍ୟମୋହନ ଦେव ନିମ୍ବାର୍କ ପୀଠର ଜଣେ